ଗୁରୁ ଜ୍ଞାନ ପାଇ ଆନନ୍ଦ ରୂପ ସେହି ଲାଗିଅଛି ଲୟ କୀର୍ତ୍ତି ମନେ ବିଚାରି ସ୍ୱର୍ଣ୍ଣ ଶବଦରେ ନାମ ଚିତେ ବ୍ରହ୍ମାଣ୍ଡ ଯାହା ଦେଖୁଛନ୍ତି ଗୁରୁ ପ୍ରଥମେ ବେଦ ଅଣାକାର ସୃଷ୍ଟି ବେଦ ଆକାର ଆଣି ଯାହା ଲେଖିଛନ୍ତି ଗୁରୁଦେବ ଏ ସ୍ୱାମୀ ଚୈତନ୍ୟ ରୂପକୁ ବେଦ କଲେ ଠାକୁର ଅନନ୍ତ ଯେ ଦିବାକର ଆଦିର ମୂଳ ଯାହା ଲେଖିଛନ୍ତି ଗୁରୁ ଚୈତନ୍ୟ ହରି ଯାହା ଦେଇଛନ୍ତି ବେଦ ସଂସାର ପାଇଁ ଲେଖିଛନ୍ତି ମୂଳ ଜାତ କର୍ମ ବିଧାନ ଆଦି ଅନ୍ତ ଲେଖିଛନ୍ତି ଗୋବିନ୍ଦ ଧର୍ମ ଏହି କଥା ବିଚାରଣ କର ମହିମା ଜ୍ୟୋତି ଆଜ୍ଞା ଜ୍ୟୋତି ଆଶ୍ରେ କରିବ ସିନା ଚିହ୍ନି ନ ପାରିବ ନର କୌଣସି ବେଦ ଆତଙ୍ଗେ ହୋଇବ ନର କରିଣ ଲୋଭ ଲୋଭ ମାୟା ମୋହି ପଡ଼ି ଆନନ୍ଦରେ ସେହି ଯାହା ବେଦ ବାଣୀ ମନ୍ତ୍ର ଯାଉଛି ସେହି ଅନ୍ତର୍ଯ୍ୟାମୀ ନିରାକାର ଏ ଦୟାମୟ ବିଶ୍ୱନାଥ ଜଗତ ଯେ ଅନ୍ତର ଠାକୁର କରୁଣା କେଶବ ବାନା ବହିଲ ହରି ଶ୍ରୀକୃଷ୍ଣ ମୁରାରି ବେଦ ରଖିଲ ସେହି ଅନ୍ତର୍ଯ୍ୟାମୀ ଅନ୍ତପୁରେ ଲେଖିଲେ ଦେବ ସ୍ୱର୍ଣ୍ଣ ଶବଦରେ ଆଦି କରିଲେ ମୂଳ ଜାତ କରିଛନ୍ତି ଦେବ କରୁଣା ନିଧି ଅନ୍ତର୍ଯ୍ୟାମୀ ବେଦନାଥ କରିଲେ ସୃଷ୍ଟି କରୁଣା କେଶବ ବାନା କରି ବିଚାର ସ୍ୱର୍ଣ୍ଣ ଶବଦରେ ନାମ କରିଲେ ଚିତ ଭଜ ଏ ଗୋବିନ୍ଦନାଥ ଭଜ ଏ ଧ୍ୟାନ ଆଣିଛନ୍ତି ବ୍ରହ୍ମ ଜ୍ଞାନ ଲାଗିଛି ମନ ତୋଷକର ମୂଢ଼ମତି ଅନନ୍ତପୁରେ ଜାତ କରିଛନ୍ତି ଭାଗବତ ରୂପରେ କେଉଁ ଜ୍ଞାନ କେଉଁ ବେଦ କେଉଁ ନାମ ଧରି ସଞ୍ଚାରଣ କରିଛନ୍ତି ଏ ବ୍ରହ୍ମା ହରି ବେଦ ବାକ୍ୟ ତୋଷକର ମନ ମହିମା ଯାହା ଦେଇଛନ୍ତି ଗୁରୁ ଆତ୍ମାଟି ସିନା ଆତ୍ମା ଯେ ଅନନ୍ତ ଫଳ ଲେଖିଲେ ହରି ନାମ ବହିଛନ୍ତି ବ୍ରହ୍ମ ଶ୍ରୀଗିରିଧାରୀ ରୂପ ଚକ୍ରଧର ଚିହ୍ନ କରିଲେ ବେଦ ଆଦ୍ୟଠାରୁ ଅନ୍ତ ଗୁରୁ ରଖିଲେ ପାଦ ନରନାଥ ନରଦେବ ଏ ନରପତି ନାରାୟଣ ଲେଖିଛନ୍ତି ଏ ବ୍ରହ୍ମା ସୃଷ୍ଟି କରିବେ କରତା ଦେବ ଯୁଗ କାରଣ ଆଣିଛନ୍ତି ନିରାକାର ଏ ନିରଞ୍ଜନ ବେଦ ବାକ୍ୟ ଲେଖିଛନ୍ତି ଏ ଗୁରୁ ସ୍ୱାମୀ ଲେଖିଛନ୍ତି ଅଣାକାର ମନକୁ ଆଣି ବିଚାରଣ କରୁଛନ୍ତି ମନ ମହିମା ଯୋଗ କରିଛନ୍ତି ଦେବ ସଂସାରେ ସିନା ଉତ୍ପତ୍ତି ଅନନ୍ତ ବେଦ କଲା ଠାକୁର କର୍ମହିତ ଫଳମାନ କଲେ ବିଚାର ଶୂନ୍ୟରୁ ଶବଦ ଆସୁଅଛି ବେଦ ଗୁରୁ ଜ୍ଞାନ ଦେଇଛନ୍ତି ଏ ମହାମନ୍ତ୍ର ଯୋଗ ଶାସ୍ତ୍ର ଲେଖିଛନ୍ତି ବେଦ କରୁଣା କେଶବ ଆଦିରୁ ଅନନ୍ତ କରିଛନ୍ତି ଜାତ ବ୍ରହ୍ମାଣ୍ଡ ଠାକୁର ଅଣାକାର ମୁନି ଅଣଞ୍ଚାଶ ଘେନି ଆକାର ନାହିଁ କିଛି।